ଜୀବନରେ ଏମିତି ଏକ ସମୟ ଆସେ ଯେତେବେଳେ ତୁମକୁ ଦୁଇଟି ଜିନିଷ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼େ, କଲମ କି କୋଦାଳ, ବହିର ପୃଷ୍ଠା କିମ୍ବା ଖରାରେ ଝାଳନାଳ ହୋଇ କାମ କରିବା। ତୁମ ଭବିଷ୍ୟତର ପ୍ରତିଟି ନିଷ୍ପତ୍ତି ଏହି ଗୋଟିଏ ପ୍ରଶ୍ନ ଉପରେ ନିର୍ଭର। କିନ୍ତୁ ଆମେ କ'ଣ ସତକୁ ସତରେ ବୁଝିପାରିଛୁ? ଆଜି ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି। ଆପଣ କାହିଁକି ପଢ଼ୁଛନ୍ତି? କେବଳ ପାସ୍ କରିବା ପାଇଁ? କେବଳ ଗୋଟିଏ ସାର୍ଟିଫିକେଟ ପାଇଁ? ନା, ବାପା ମାଙ୍କ ଡରରେ? କଳ୍ପନା କରନ୍ତୁ, ଆଜିଠାରୁ 20 ବର୍ଷ ପରେ ଆପଣ ଗୋଟିଏ ଚିରା ଗାମୁଛା କି ଚିରା ପ୍ୟାଣ୍ଟ ଗଞ୍ଜି ପିନ୍ଧି ଖରା ତରାରେ ଝାଳନାଳ ହୋଇ କାମ କରୁଛନ୍ତି। ଆଉ ଆପଣଙ୍କ ସାଙ୍ଗମାନେ ଏସି ଗାଡ଼ିରେ ଯାଉଛନ୍ତି, ଆଉ ଆପଣ ସେମାନଙ୍କ ଗାଡ଼ିରୁ ଉଡ଼ୁଥିବା ଧୂଳିକୁ ଦେଖି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି। ସେତେବେଳେ ଆପଣଙ୍କୁ ଗୋଟିଏ କଥା ବହୁତ କଷ୍ଟ ଦେବ। ସେଦିନ ଯଦି ମୁଁ ଟିକେ ପାଠ ପଢ଼ି ଦେଇଥାନ୍ତି, ତେବେ ଆଜି ଏମିତି ଦିନ ମୋତେ ଦେଖିବାକୁ ପଡ଼ିନଥାନ୍ତା। ନମସ୍କାର ବନ୍ଧୁଗଣ, ମୁଁ ବିଜୟ ଗୋଟିଏ ସତ କାହାଣୀଟିଏ କହୁଛି। ଏହି କାହାଣୀ ହେଉଛି ଆକାଶର। ତାକୁ ଲାଗୁଥିଲା ପାଠ ପଢ଼ିବା ଗୋଟିଏ ବୋଝ ସଦୃଶ। ସେ ସ୍କୁଲ ନେଇ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଉଥିଲା। ବାପା ମାଙ୍କ କଥାକୁ ହସରେ ଉଡ଼ାଇ ଦେଉଥିଲା। କିନ୍ତୁ ସମୟ ଚକ ବୁଲିଲା। ବାପାଙ୍କର ଅକାଳ ଦେହାନ୍ତ ହୋଇଗଲା। ଦାୟିତ୍ୱ ମୁଣ୍ଡକୁ ଆସିଲା। ପ୍ରତିଟି ଅଫିସରୁ ତାକୁ ବାହାର କରି ଦିଆଗଲା, କାରଣ ତା ପାଖରେ ଜ୍ଞାନ ନଥିଲା। ଶେଷରେ ସେ କ'ଣ କଲା ଜାଣନ୍ତି? ଗୋଟିଏ ହୋଟେଲରେ ଅଇଁଠା ବାସନ ଉଠାଇଲା। ଯେଉଁ ହାତରେ ସେ ଦିନେ କଲମ ଧରି ଭବିଷ୍ୟତ ଲେଖିବାର ଥିଲା, ସେଇ ହାତ ଆଜି ଅଇଁଠା ବାସନ ଉଠାଉଛି। ସେ ଗୋଟିଏ ଦିନ ରାତିରେ ନିଜର ଭଙ୍ଗା କଲମ ଧରି ଶପଥ ନେଲା, ମୁଁ ଆଜିଠାରୁ ପାଠ ପଢ଼ିବି। ଦିନେ ସଫଳ ହୋଇ ନିଜକୁ ଯୋଗ୍ୟ ପ୍ରମାଣ କରିବି। ଆକାଶ ଜିଦ୍ କଲା। ତା ପାଖରେ ଦାମୀ ବହି ନଥିଲା, କିନ୍ତୁ କିଛି କରିକି ଦେଖାଇବାର ଜିଦ୍ ଥିଲା। ଆଉ ବର୍ଷ ବର୍ଷର ତ୍ୟାଗ ପରେ ସେଇ ପିଲାଟି ଆଜି ଜଣେ IAS ଅଫିସର। ମନେ ରଖନ୍ତୁ, ଗୋଟିଏ ସାଧାରଣ ପଥର ସେତେବେଳେ ମୂର୍ତ୍ତି ହୁଏ ଯେତେବେଳେ ସେ ହାତୁଡ଼ିର ମାଡ଼ ସହେ। ଆଜି କଷ୍ଟ ହେଲେ କାଲି ଆରାମ ମିଳିବ, କିନ୍ତୁ ଯଦି ଆଜି ଆରାମ କରିବେ, ତେବେ ସାରା ଜୀବନ କଷ୍ଟ ସହିବାକୁ ପ୍ରସ୍ତୁତ ରୁହନ୍ତୁ। ଉଠନ୍ତୁ, ନିଜ ଭିତର ଶକ୍ତିକି ଚିହ୍ନନ୍ତୁ, ଯାଆନ୍ତୁ, ପଢ଼ନ୍ତୁ ଏବଂ ନିଜକୁ ଏମିତି ଗଢ଼ନ୍ତୁ ଯେପରି ଦୁନିଆ ଆପଣଙ୍କ ପରି ହେବାକୁ ଚାହିଁବ। ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ମୁଁ ବିଜୟ। ପୁଣି ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ, ନିଜକୁ ଉନ୍ନତି କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ କୃଷ୍ଣ। ଧନ୍ୟବାଦ।